ଭାରତ ଏସିଆ କପରେ ଖେଳିବ କି ନାହିଁ ତାହା ନିଶ୍ଚିତ ନୁହେଁ। ଅନ୍ୟପକ୍ଷରେ ବାଂଲାଦେଶ ତାର ଦଳ ଘୋଷଣା କରିଛି। ଭାରତ ଏସିଆ କପ୍ 2025ରେ ଖେଳିବା ନେଇ ଏବେ ବି ପ୍ରଶ୍ନ ରହିଛି ଏବଂ ଯଦି ଭାରତ ଖେଳେ ନାହିଁ ତେବେ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେବାର ସମ୍ଭାବନା ଅଛି। ଭାରତ ବର୍ତ୍ତମାନ କ୍ରିକେଟରେ ଏକ ସୁପର ପାୱାର ଏବଂ ଯଦି ଭାରତ ଖେଳେ ନାହିଁ ତେବେ ପ୍ରଯୋଜକମାନେ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇପାରିବେ। କାରଣ ଏସିଆ କପର ସବୁଠାରୁ ବଡ଼ ମ୍ୟାଚ୍ ହେଉଛି ଭାରତ ବନାମ ପାକିସ୍ତାନ। ଏହି କାରଣରୁ ପ୍ରଯୋଜକମାନେ ବିପୁଳ ପରିମାଣର ଟଙ୍କା ଦିଅନ୍ତି, କିନ୍ତୁ ଯଦି ଭାରତ ଓହରିଯାଏ ତେବେ ସେମାନଙ୍କର କ୍ଷତି ହେବ। ନିଷ୍ପତ୍ତି କ'ଣ ହେବ ତାହା କେବଳ ସମୟ କହିବ। କିନ୍ତୁ ଏହି ସମୟ ମଧ୍ୟରେ ବାଂଲାଦେଶ କ୍ରିକେଟ ବୋର୍ଡ ଆଗାମୀ ଏସିଆ କପ୍ 2025 ପାଇଁ 25 ଜଣିଆ ଖେଳାଳିଙ୍କ ଦଳ ଘୋଷଣା କରିଛି। ନେଦରଲ୍ୟାଣ୍ଡ ବିପକ୍ଷ ସିରିଜ୍ ପାଇଁ ମଧ୍ୟ ସେହି ଦଳ ସେଠାରେ ରହିବ। ଦଳର ନେତୃତ୍ୱ ହିନ୍ଦୁ କ୍ରିକେଟର ଲିଟନ ଦାସ ନେଇଛନ୍ତି। ଏହି ଦଳ 9ରୁ 28 ସେପ୍ଟେମ୍ବର ପର୍ଯ୍ୟନ୍ତ ୟୁଏଇରେ ଅନୁଷ୍ଠିତ ହେବ।